ରାଇବଣିଆ ଥାନା ଅନ୍ତର୍ଗତ କାଳିଖ ପଞ୍ଚାୟତର ହାତୀଗଡ଼ ଉଚ୍ଚ ବିଦ୍ୟାଳୟରେ 30 ବର୍ଷ ଧରି ସ୍ଥାୟୀ ଶିକ୍ଷକ ନିଯୁକ୍ତି ଓ ଗଣେଶ କି ସରସ୍ୱତୀ ପୂଜା ବିଦ୍ୟାଳୟରେ ନ ହେବାକୁ ନେଇ ବିଦ୍ୟାଳୟର ଏସ୍ଏମ୍ସି କମିଟିର ସଭାପତି ଚନ୍ଦନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବିଦ୍ୟାଳୟର କର୍ମଚାରୀଙ୍କୁ ବାହାରେ ରଖି ବୁଧବାର ଅନିର୍ଦ୍ଦିଷ୍ଟ କାଳ ଆମରଣ ଅନଶନ ଓ ଗଣଧାରଣାରେ ବସିଥିଲେ। ଛାତ୍ରଛାତ୍ରୀମାନେ ଫାଟକ ସାମ୍ନାରେ ବସିଥିବାର ପରିଲକ୍ଷିତ ହୋଇଥିଲା। ଏହି ବିଦ୍ୟାଳୟର 184 ଜଣ ଛାତ୍ରଛାତ୍ରୀ, ଜଣେ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ସ୍ୱାଇଁ, ଜଣେ ଖେଳ ଶିକ୍ଷୟିତ୍ରୀ ସୁଲୋଚନା ବାରିକ ଓ ଜଣେ ପିଅନକୁ ନେଇ ବିଦ୍ୟାଳୟ ଚାଲିଛି। ଅଭିଭାବକଙ୍କ ଅଭିଯୋଗ, ବିଦ୍ୟାଳୟର କୌଣସି କାଗଜପତ୍ରର ପ୍ରମାଣ ନଥାଇ ଜିଲ୍ଲା ଗଣଶିକ୍ଷା ବିଭାଗ ମାଇନରିଟି ବିଦ୍ୟାଳୟ ଷ୍ଟାଟସରେ ଦର୍ଶାଇଥିବା ଓ ସମସ୍ତ ସରକାରୀ ସୁବିଧା ସୁଯୋଗ ବିଦ୍ୟାଳୟଟି 1994ରୁ ପାଉଛି। 80% ହିନ୍ଦୁ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଗଣେଶ ଅବା ସରସ୍ୱତୀ ପୂଜା ବିଦ୍ୟାଳୟରେ ନହେବା ଦ୍ୱନ୍ଦ୍ୱର ବିଷୟ ପାଲଟିଛି। ଏଥିନେଇ ଗତ 13 ତାରିଖରେ ଧାରଣାକାରୀ ଓ କିଛି ଜନପ୍ରତିନିଧି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଓ ଦାବିପତ୍ର ଦେଇ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟରେ ଦାବି ପୂରଣ ନହେଲେ ଉକ୍ତ ଦିନରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଗଣଧାରଣା ଦେବାର ଚେତାବନୀ ଦେଇଥିଲେ। ତେବେ ବୁଧବାର ଏପରି ପରିସ୍ଥିତି ଦେଖିବା ପାଇଁ ମିଳିଥିଲା। ଧାରଣା ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିବା ବେଳେ ଜଳେଶ୍ୱର ଆଇଆଇସି ଅଶୋକ ବାରିକ ରାଇବଣିଆ ପୋଲିସ ସହ ଉପସ୍ଥିତ ଥିଲେ। ଦିନ 11:30ଟାରେ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି, ଏସଡିପିଓ ସୁବ୍ରତ କୁମାର ବେହେରା, ଅତିରିକ୍ତ ତହସିଲଦାର ଚକ୍ରଧର ମଲ୍ଲିକ, ଆରଆଇ ନିଶିକାନ୍ତ ସିଂ, ରେଭିନ୍ୟୁ ସୁପରଭାଇଜର ଶରତ କୁମାର ବେହେରା, ଗୋପାଳ ମାଝୀ ପହଞ୍ଚି ବସିଥିବା ଆମରଣ ଅନଶନରେ ପ୍ରଫୁଲ୍ଲ ସୁର, ଚିତ୍ତରଞ୍ଜନ ବିଶ୍ୱାଳ, ତରୁଣ ପଟ୍ଟନାୟକ, ବସନ୍ତ ସାମଲ ଓ ସତ୍ୟରଞ୍ଜନ ବିଶ୍ୱାଳଙ୍କୁ ବୁଝାସୁଝା କରିଥିଲେ। ସମସ୍ତେ ଡିଓ ବସନ୍ତ କୁମାର ନାୟକଙ୍କ ଉପସ୍ଥିତି ହେବାକୁ ନେଇ ଜିଦ୍ ଧରି ବସିଥିଲେ। ହେଲେ ଶ୍ରୀଯୁକ୍ତ ନାୟକ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବା କହି ଆସିନଥିଲେ। ତେବେ ତହସିଲଦାର ଶ୍ରୀଯୁକ୍ତ ମହାନ୍ତିଙ୍କ ସହ ଏସଡିପିଓ ଶ୍ରୀଯୁକ୍ତ ବେହେରାଙ୍କ ଲିଖିତ ପ୍ରତିଶ୍ରୁତି ପରେ ଦିନ 1ରେ ଅନଶନ ଭଙ୍ଗ ହୋଇ ବିଦ୍ୟାଳୟ ପରିସର ସ୍ୱାଭାବିକ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜର ରଖି ପ୍ରତିଶ୍ରୁତି ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ 7 ଦିନ ଭିତରେ ଜିଲ୍ଲାପାଳଙ୍କ ଦ୍ୱାରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଏସ୍ଏମ୍ସି କମିଟିର ସମସ୍ତ ସଦସ୍ୟ ତଥା ଅନଶନରେ ବସିଥିବା ଲୋକଙ୍କ ସହ ଏକ ପ୍ରଶାସନିକ ବୈଠକ ବସି ସମସ୍ୟାର ସମାଧାନ କରାଯିବ। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।